हेलो फ्रेंड्स समय आपण वेलकम करछि ओडिसा में तेबे आज टॉपिक रही भू सर्वे कौन और यह केते प्रकार तेबे आपण ये जो सर्वे शब्द देखुछंदी यह एक ओडिया शब्द नुहे यह एक इंग्लिश शब्द अटे यार ओडिया अर्थ होछि परीक्षण करिबा बा सर्वेक्षण करिबा तेबे भू सर्वे कौन ना आपण गोटे बढ़िया एग्जांपल दे दउछि आपण भलसे बुझी परिबे एवं एग्जांपल को खराब मीनिंग रे नेबेनी ताकू उदाहरण भाବରେ ନେବେ ତେବେ ମନେ କରନ୍ତୁ ଆପଣ କଲେଜରେ ଗୋଟେ ଝିଅଟିକୁ ଦେଖିଲେ ଆପଣଙ୍କର ପସନ୍ଦ ହେଲା ତେବେ ଆପଣ କଣ କରନ୍ତି ନା ତାକୁ ପଟାଇବାକୁ ଚେଷ୍ଟା କରନ୍ତି ପଟାଇବା ପାଇଁ କଣ କରନ୍ତି ମହାଦେବ ପାଖକୁ ଯିବାକୁ ହେଲେ ଆମ ପାଖେ ନନ୍ଦୀକୁ ହାତ କରିବାକୁ ପଡିବ ନନ୍ଦୀକୁ ଆଉଁସିବାକୁ ପଡିବ ତେଣୁ ଆମେ ତାଙ୍କ ସାଙ୍ଗମାନଙ୍କୁ ପଚାରିଥାନ୍ତି ତାଙ୍କ ଗୋଟେ ସାଙ୍ଗକୁ ଭଲ ସାଙ୍ଗକୁ ଦେଖି ତାକୁ ଧରିଲେ ଧରିକି ତା ଗୋଟେ ସାଙ୍ଗକୁ ଦେଖିକି ତାଠୁ ତା ସହିତ ଫ୍ରେଣ୍ଡସିପ୍ କରନ୍ତି ସେଇ ତା ଫ୍ରେଣ୍ଡକୁ ବୁଝାନ୍ତି ତାଙ୍କର ପସନ୍ଦ କଣ ନା ପସନ୍ଦ କଣ ଏବଂ ସେ କେମିତିଆ ପୁଅଟେ ଖୋଜନ୍ତି ସେ କଣ କଣ ଖାଇବାକୁ ପସନ୍ଦ କରେ କଣ ପିନ୍ଧିବାକୁ ପସନ୍ଦ କରେ କଣ ଲଗେଇବାକୁ ପସନ୍ଦ କରେ ଏଇ ଯୋଉ ପଟେଇବା ପାଇଁ ଯୋଉ ପ୍ରକ୍ରିୟାଟି ଆପଣ କରନ୍ତି ଏଇ ଯୋଉ ପ୍ରକ୍ରିୟାର ସାହାଯ୍ୟ ନିଅନ୍ତି ଏହି ପ୍ରକ୍ରିୟାକୁ ସର୍ଭେ କୁହାଯାଏ ବୁଝିପାରିଲେ ତେବେ ଠିକ ସେଇଭଳି ଆମର ଭୂ ସର୍ଭେ କଣ ନା ଯେଉଁ ପ୍ରକ୍ରିୟାରେ କୌଣସି ଭୂଖଣ୍ଡ ବା ଜମି ସମୂହ ସଠିକ ଭାବରେ ମାପିକି ଏକ ଅର୍ଥପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିବା ପ୍ରକ୍ରିୟାକୁ ବା ଏହି ପ୍ରକ୍ରିୟାକୁ ଭୂ ସର୍ଭେ କୁହାଯାଏ ବୁଝିପାରିଲେ ଡେଫିନେସନଟାକୁ ଭଲସେ ଲେଖି ନିଅନ୍ତୁ ଏବଂ ମନେ ରଖି ଦିଅନ୍ତୁ ମନେ କରନ୍ତୁ ଏଇଟା ଗୋଟେ ଗାଁ ବହୁତ ଗୁଡେ ଜମି ଥିବ କୋଉଠି ବହୁତ ଗୁଡେ ଜମି ଥିବ ଏଇଟା ଗୋଟେ ପ୍ଲଟ ଏଇଟା ଗୋଟେ ପ୍ଲଟ ଏଇଟା ଗୋଟେ ପ୍ଲଟ ଏଇଟା ଗୋଟେ ଜମି ଏଇଟା ଗୋଟେ ଜମି ତେବେ କୋଉଠି କାହାର ଅଧିକ ଥିବ କାହାର କମ ଥିବ କାହାର କେତେ ଏକର ଥିବ କାହାର କେତେ ଗୁଣ୍ଠ ଥିବ କାହାର କେତେ ଡେସିମିଲ୍ ଥିବ କୋଉଠି ମନ୍ଦିର ଥିବ କୋଉଠି ମଶାଣି ଥିବ କୋଉଠି ପୋଖରୀ ଥିବ କୋଉଠି କୂଅ ଥିବ କୋଉଠି ନଦୀ ଥିବ କୋଉଠି ସ୍କୁଲ ଥିବ କୋଉଠି ଟ୍ୟୁବୱେଲ୍ ଥିବ ଆମର ସେ ଗାଁଟିରେ ଯାହା ବି ସେ ଭୂପୃଷ୍ଠ ଉପରେ ଆମେ ଦେଖିବା ତାକୁ ସଠିକ ଭାବରେ ମାପିକି ଏକ ଅର୍ଥପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିବା ପ୍ରକ୍ରିୟାକୁ ଭୂ ସର୍ଭେ କୁହାଯାଏ ବୁଝିପାରିଲେ ଏଇ ଯୋଉ ଆମର ଭୂ ସର୍ଭେ ରହିଛି ତାକୁ 4ଟି ଭାଗରେ ବିଭକ୍ତ କରାଯାଇଛି ଚାଲନ୍ତୁ ଦେଖିବା ଏହି ଭୂ ସର୍ଭେକୁ 4 ଭାଗରେ ବିଭକ୍ତ କରାଯାଇଛି ଯଥା ଥାକ ବସ୍ତ୍ର ସର୍ଭେ 1761 ରୁ 1793 ପର୍ଯ୍ୟନ୍ତ ଚାଲିଥିଲା रेवेन्यू सर्वे 1842 ରୁ 1846 ମସିହା ପର୍ଯ୍ୟନ୍ତ ଚାଲିଥିଲା କାଡାଷ୍ଟ୍ରାଲ ସର୍ଭେ 1888 ରୁ 1921 ମସିହା ପର୍ଯ୍ୟନ୍ତ ଚାଲିଥିଲା ଡିଭିଜନାଲ ସର୍ଭେ 1968 ମସିହାରେ ଆରମ୍ଭ ହୋଇଥିଲା ପ୍ରଥମ ହେଉଛି ଥାକ ବସ୍ତ୍ର ସର୍ଭେ ଏହି ସର୍ଭେ 1761 ରୁ ଏହି ସର୍ଭେ 1761 ରେ ଆରମ୍ଭ ହୋଇଥିଲା 1761 ମସିହାରେ ଆରମ୍ଭ ହୋଇଥିଲା ଏବଂ 1793 ରେ ଶେଷ ହୋଇଥିଲା ସର୍ଭେ 1761 ମସିହାରେ ଆରମ୍ଭ ହୋଇଥିଲା ଏବଂ 1793 ରେ ଶେଷ ହୋଇଥିଲା ଏହି ସର୍ଭେକୁ ସର୍ଭେର ସର୍ବପ୍ରଥମ ସର୍ଭେ ବୋଲି କୁହାଯାଏ ଆଉ ଏଥିରେ କିଛି ବି ମପାମପି ହୋଇନଥିଲା ଅର୍ଥାତ୍ କୋଉଠି କେତେ ଜମି ଅଛି କାହାର କେତେ ଏକର ଅଛି କାହାର କେତେ ବେଶ ଅଛି କାହାର କେତେ ଗୁଣ୍ଠ ଅଛି ଏବଂ କୋଉଠି କେତେ କୋଉଠି ମନ୍ଦିର ଅଛି କୋଉଠି ପୋଖରୀ ଅଛି କୋଉଠି ଟ୍ୟୁବୱେଲ୍ ଅଛି କୋଉଠି ସ୍କୁଲ ଅଛି କୋଉଠି ନଦୀ ଅଛି କୋଉଠି ରାସ୍ତା ଅଛି କିଛି ବି ନକ୍ସା ଉପରେ ନଥିଲା ବର୍ତ୍ତମାନ ନକ୍ସା ଉପରେ ଆମେ ଯାହା ଯାହା ଦେଖୁଛେ ସେତେବେଳର ନକ୍ସାରେ କିଛି ବି ନଥିଲା ବାସ୍ କେବଳ ଜମିର ଆକାରକୁ ଦେଖି ଚିତ୍ର ଆଙ୍କି ଦିଆଯାଉଥିଲା
ଆଚ୍ଛା ଆମ ଚିତ୍ର ଆଙ୍କିଲେ କୋଉ ମୌଜାର ଏଇ ଚିତ୍ରଟା ବୋଲି କେମିତି ଜାଣିବେ ନା ସେତେବେଳେ ଗୋଟେ ଗୋଟେ ନମ୍ବର ଦିଆଯାଉଥିଲା। ସେଇ ଯୋଉ ନମ୍ବରଟି ସେଇ ଯୋଉ ନମ୍ବରଟିକୁ ବର୍ତ୍ତମାନ ଆମେ ଥାନା ନମ୍ବର ବୋଲି ଜାଣୁଛେ। ଥାନା ନମ୍ବର ନକ୍ସା ଉପରେ ଆମେ ବର୍ତ୍ତମାନ ଯୋଉ ଥାନା ନମ୍ବରଟିକୁ ଦେଖୁଛେ ତାହା ଢାକା ଅସ୍ତ୍ର ସର୍ଭେରୁ ଚାଲି ଆସୁଅଛି। ବୁଝିପାରିଲେ? ଏବେ ଦେଖିବା ରେଭିନ୍ୟୁ ସର୍ଭେ। ରେଭିନ୍ୟୁ ସର୍ଭେ ରେଭିନ୍ୟୁ ସର୍ଭେ ଏହି ସର୍ଭେ 1842 ରୁ ଆରମ୍ଭ ହୋଇ 1842 ରୁ ଆରମ୍ଭ ହୋଇଥିଲା ଏବଂ 1800 ଏହି ସର୍ଭେ 1842 ରେ ଆରମ୍ଭ ହୋଇଥିଲା ଏବଂ 1846 ରେ ଶେଷ ହୋଇଥିଲା। ଏହି ସର୍ଭେ 1842 ଆରମ୍ଭ ହୋଇଥିଲା, 1846 ରେ ଶେଷ ହୋଇଥିଲା। ଏହି ସର୍ଭେକୁ ସର୍ଭେର ଆଧାର ବୋଲି କୁହାଯାଏ। କାହିଁକି କୁହାଯାଏ? ଏହି ସର୍ଭେକୁ ସର୍ଭେର ଆଧାର ବୋଲି କୁହାଯାଏ। କାହିଁକି କୁହାଯାଏ? ନା ଏଇଠି ଏହି ସର୍ଭେରେ ଆମର ଏହି ସର୍ଭେରେ ଆମର ଏକ ସ୍କେଲ ବା ମାପ ନିଆଯାଇଥିଲା। କଣ ସେ ସ୍କେଲଟି? ନା 4 ଇଞ୍ଚ ସମାନେ 1 ମାଇଲ। এই ଯୋଉ ଚିହ୍ନଟି ଦେଖୁଛନ୍ତି ଏଟା ହଉଛି ଇଞ୍ଚର ଚିହ୍ନ ବା ଇଞ୍ଚର ସଂକେତ। 4 ଇଞ୍ଚ ସମାନ 1 ମାଇଲ। କଣ 4 ଇଞ୍ଚ ସମାନ 1 ମାଇଲ? ଏହି ସର୍ଭେକୁ ସର୍ଭେର ଆଧାର ବୋଲି କୁହାଯାଏ। କାହିଁକି ନା ଏହି ସର୍ଭେରେ ସବୁ ଜମି ଗୁଡ଼ିକୁ ମପା ଗଲା। କୋଉଠି ମନ୍ଦିର ଅଛି, କୋଉଠି ମଶାଣି ଅଛି, କୋଉଠି ମସଜିଦ ଅଛି, କୋଉଠି ସ୍କୁଲ ଅଛି। ଭୂପୃଷ୍ଠରେ ଆମର ଗୋଟେ ମୌଜାରେ ଆମେ ଯାହା ଦେଖୁଛେ, ଗୋଟେ ମୌଜାରେ ଭୂପୃଷ୍ଠ ଉପରେ ଆମେ ଯାହା ଯାହା ଦେଖୁଛେ ତାକୁ ନକ୍ସା ଉପରେ ଅଙ୍କା ଗଲା ଏବଂ ଏବଂ କେମିତି ଅଙ୍କା ଗଲା ନା ତାର ଗୋଟେ ମାପ ନିଆଗଲା। କଣ ସେ ମାପଟି? ନା ଏଥିରେ ଯୋଉ ମାପ ନିଆଗଲା ସେ ହଉଛି 4 ଇଞ୍ଚ ସମାନ 1 ମାଇଲ। 4 ଇଞ୍ଚ ସମାନ 1 ମାଇଲ କଣ? ନା ମନେ କରନ୍ତୁ ଏଇଟା ଗୋଟିଏ ଗାଁ। ଏଇଟା ଗୋଟେ ଗାଁ। ଆମେ ଏଇ ଗାଁ ବା ମୌଜାଟିକୁ ମାପିଲେ, ଏଇଠୁ ଏପର୍ଯ୍ୟନ୍ତ ମାପିଲେ କେତେ ହେଲା? ମାପିବା ପରେ କେତେ ହେଲା? ନା 1 ମାଇଲ ହେଲା। ତାର ଏଇପଟୁ ମାପିଲେ ଏପଟେ ପହଞ୍ଚିଲେ ହେଲା 1 ମାଇଲ। 1 ମାଇଲ ହେଲା। ତାକୁ ଆମେ ନକ୍ସା ଉପରେ କେମିତି ଦର୍ଶାଇବା? ନା ସେ 1 ମାଇଲକୁ ନକ୍ସା ଉପରେ ଆମର 4 ଇଞ୍ଚ ବୋଲି ଦର୍ଶାଯାଏ। ବୁଝିପାରିଲେ? କ୍ୟାଡାଷ୍ଟ୍ରାଲ ସର୍ଭେ କ୍ୟାଡାଷ୍ଟ୍ରାଲ ସର୍ଭେ 1888 ରୁ ଆରମ୍ଭ ହେଲା। 1888 ରେ ଆରମ୍ଭ ଏବଂ 1921 ରେ ଶେଷ ହେଲା। 1921 ରେ ଶେଷ। କ୍ୟାଡାଷ୍ଟ୍ରାଲ ସର୍ଭେ 1888 ରେ ଆରମ୍ଭ ହେଲା ଏବଂ 1921 ରେ ଶେଷ ହେଲା। ଏହି ସର୍ଭେରେ ଆମର 3 ପ୍ରକାରର ସ୍କେଲ ବା ମାପ ନିଆଯାଇଥିଲା। କଣ କଣ? ନା 3 ପ୍ରକାର ସ୍କେଲ 3 ପ୍ରକାର ସ୍କେଲ ବା ମାପ ନିଆଯାଇଥିଲା। ସେଗୁଡିକ କଣ କଣ? ନା 16 ଇଞ୍ଚ ସମାନ 1 ମାଇଲ, 32 ଇଞ୍ଚ ସମାନ 1 ମାଇଲ, 64 ଇଞ୍ଚ ସମାନ 1 ମାଇଲ। ଠିକ ଯେମିତି ରେଭିନ୍ୟୁ ସର୍ଭେରେ ଆମର 1 ମାଇଲକୁ 4 ଇଞ୍ଚରେ ନକ୍ସା ଉପରେ ଦର୍ଶାଯାଉଥିଲା। ଏଠି ସେଭଳି 1 ମାଇଲକୁ ନକ୍ସା ଉପରେ 16 ଇଞ୍ଚରେ ଦର୍ଶାଯିବ। କାହିଁକି ଦର୍ଶାଯିବ? ନା ଆମର ମନେକର 1 ମାଇଲକୁ ମାପିବା ପାଇଁ ଆମେ ଯଦି 1 ମାଇଲର କାଗଜ ଆଣିପାରିବେ କି କୋଉଠୁ? ମନେକର 1 ମାଇଲକୁ କୋଉ କାଗଜ ଉପରେ ଆମେ ଆଙ୍କିବା ବା ଦର୍ଶାଇବା, ଆମକୁ 1 ମାଇଲରେ ମାପିକି ଗୋଟେ କାଗଜ ଆଣିବାକୁ ପଡିବ। ଏତେ ବଡ କାଗଜଟା ଆମକୁ ଅସୁବିଧା ହବନି? ନିହାତି ଭାବରେ ଅସୁବିଧା ହବ। ସେଥିପାଇଁ ଆମକୁ ଗୋଟେ ଛୋଟିଆ କାଗଜ ଉପରେ
1 ମାଇଲ କୁ 16 ଇଞ୍ଚ ମାପରେ ଦର୍ଶାଯାଇଥାଏ ଦର୍ଶାଇବା। ଏହା ଫଳରେ କଣ ହବ ନା ଦେଖ ରେଭିନ୍ୟୁ ଶବ୍ଦରେ 4 ଇଞ୍ଚ ସମାନ 1 ମାଇଲ ଥିଲା। ରେଭିନ୍ୟୁ ଶବ୍ଦ କେବେ ହେଇଥିଲା? ଇଏ ହଉଛି ଅଲଗା, ଆକୁ କ୍ୟାଟାଷ୍ଟ୍ରଫ ସର୍ଭେ ବୋଲି ଭାବିବେନି, ମ୍ୟୁଜିୟମ ବୁଝୁଛି। 4 ଇଞ୍ଚ ସମାନ 1 ମାଇଲ ରେଭିନ୍ୟୁ ସର୍ଭେ ଥିଲା। ରେଭିନ୍ୟୁ ସର୍ଭେ କେବେ ହେଇଥିଲା ନା 1842 ରୁ 1846 ମସିହା ପର୍ଯ୍ୟନ୍ତ ହେଇଥିଲା। ଆ ଭିତରେ କଣ ଲୋକମାନଙ୍କର ପିଲା ଛୁଆ ହେଇନଥିବ, ବଂଶ ବୃଦ୍ଧି ହେଇନଥିବ? ଆଜ୍ଞା ହଁ। ଜନସଂଖ୍ୟା ବୃଦ୍ଧି ହେବା ଫଳରେ ଆମର କଣ ହେଲା, ମନେକର 4 ଇଞ୍ଚ ସମାନ 1 ମାଇଲ ବେଳକୁ ନକ୍ସା ଗୁଡା ଏତିକି ନକ୍ସା ଗୁଡା ବଡ ବଡ ଥିଲା। ରେଭିନ୍ୟୁ ସର୍ଭେ ବେଳକୁ 1842 ରୁ 1846 ମସିହା ପର୍ଯ୍ୟନ୍ତ ହେଇଥିଲା। ସେତେବେଳେ କଣ ହେଲା, ଯୋଉ ଲୋକମାନେ ଥିଲେ ତାଙ୍କର ପିଲା ଛୁଆ ହେଲେ, ପିଲା ଛୁଆ ହେବା ଫଳରେ ଜନସଂଖ୍ୟା ବୃଦ୍ଧି ହେଲା। ଜନସଂଖ୍ୟା ଯେତେବେଳେ ବୃଦ୍ଧି ହେଲା, ମନେକର ଏଇଟା ଜଣଙ୍କର, ମନେକର ଏଇଟା ହଉଛି କାହାର, ରୋହନର। ଏଇ ଜମିଟି ହଉଛି ରୋହନର, ନମ୍ବର ଦେଇଦବା 101। ରୋହନର, ତେବେ ରୋହନର 4ଟି ପୁଅ ହେଲେ। ଯୋଉ 4 ପୁଅ ହେଲେ, ସେ 4 ଭାଇ, ସେ 4 ପୁଅଙ୍କ ଭିତରେ ବାପାଙ୍କର ଭାଗକୁ ସମାନ ସମାନ 4 ଭାଗ କରିଦିଆଯିବ। ତେବେ ଏଇ ଜମିଟି ଯେତେବେଳେ ସମାନ ସମାନ 4 ଭାଗ କରିଦିଆଯିବ, ତେବେ କଣ ହବ, ତେବେ କଣ ହବ ନା ଏଇ ଯୋଉ ଜମିଟି ଯେତିକି ବଡ ଥିଲା ସେତିକି ବଡ ରହିବ କି ଛୋଟ ଛୋଟ ଖଣ୍ଡରେ ପରିଣତ ହେଇଯିବ। ତେବେ ଏଥର ବୁଝିପାରିଲେ ତ, ନକ୍ସାଟି ବଡ ହୋଇଯିବାର ଅର୍ଥ ନକ୍ସା ଗୁଡିକ ଅଧିକ ଛୋଟିଆ ଖଣ୍ଡରେ ପରିଣତ ହୋଇଯିବ। এই 16 ଇଞ୍ଚ ସମାନ 1 ମାଇଲ ନେଲେ ଏଥିପାଇଁ କି ନକ୍ସା ଭିତରେ ଅଧିକ ଛୋଟିଆ ଖଣ୍ଡ ବା ଅଧିକ ଛୋଟିଆ ପ୍ଲଟ କୁ ଆମେ ଦର୍ଶାଇ ପାରିବା, ମାପି ପାରିବା। ସେଇଭଳି ଯେଉଁ ନକ୍ସାରେ ୟାଠୁ ଟିକେ ମନେକର ଟିକେ ବଡ ଥିଲା ବୋଲି ଆମେ 16 ଇଞ୍ଚ, ସେଇଭଳି ଯେଉଁ ନକ୍ସାରେ ପ୍ଲଟ ଯେତେ ପ୍ଲଟ ସଂଖ୍ୟା ଅଧିକ ସେତେ ମାପକୁ ଚେଞ୍ଜ କରାଯିବ, କଣ ନା ତାକୁ ବଡ ବଡ ମାପରେ ବା ଇଞ୍ଚରେ ଦର୍ଶାଯିବ। କେମିତି ନା ଆମର ସାଧାରଣତଃ 16 ଇଞ୍ଚ ସମାନ 1 ମାଇଲ କେଉଁ ନକ୍ସା ଉପରେ ନିଆଯାଇଥାଏ ନା ଗାଁ ଗହଳିରେ ଯୋଉ ନକ୍ସା ଗୁଡିକ ଥାଏ, ଗାଁ ଗହଳିରେ ଯୋଉ ମୌଜା ଗୁଡିକ ଥାଏ, ସେଇଠି 16 ଇଞ୍ଚ ସମାନ 1 ମାଇଲ ନିଆଯାଇଥାଏ। କାହିଁକି ନା ଆମର ଗାଁରେ ବହୁତ ବଡ ବଡ ପ୍ଲଟ ଥାଏ। ଗାଁରେ ଜଣ ଜଣଙ୍କର ଚାଷୀଙ୍କର 25 ଗୁଣ୍ଠ ଥାଏ, 1 ଏକର ଥାଏ, 2 ଏକର ଥାଏ, 3 ଏକର ଥାଏ, ତାହେଲେ ସେଟା ବଡ ବଡ ପ୍ଲଟ। ସେଥିପାଇଁ 16 ଇଞ୍ଚ ସମାନ 1 ମାଇଲ ନିଆଯାଏ। 16 ଇଞ୍ଚ ସମାନ 1 ମାଇଲ ନିଆଯାଇଥାଏ। ଆମର କଟକ, ଭୁବନେଶ୍ୱର କିମ୍ବା ଅନ୍ୟାନ୍ୟ ସହର ମାନଙ୍କରେ ଏଠି ବହୁତ ଛୋଟ ଛୋଟ ପ୍ଲଟ ପରିଣତ ଥାଏ। ଦେଖିବେ ଏଠି ବହୁତ ଜନଗହଳି, ବହୁତ ଘର, କିନ୍ତୁ ଗାଁରେ ଆମର ବହୁତ ଦୂରରେ ଦୂରରେ ଘର ଥାଏ, ବଡ ବଡ ଜାଗାରେ ଘର ଥାଏ, କିନ୍ତୁ ସହରରେ ଛୋଟ ଛୋଟ ଜାଗାରେ ଘର ହୋଇଥାଏ, ଛୋଟ ଛୋଟ ପ୍ଲଟ ହେଇଥାଏ। ସେଥିପାଇଁ ସେଠି ତାର ମାପ ଅଲଗା ହେଇଯିବ। ସେଠି 32 ଇଞ୍ଚ ଲାଗିବ କି 64 ଇଞ୍ଚ ଲାଗିବ, ସେଠି ସେ ନକ୍ସା ଉପରେ ମାପ ଯାହା ଥିବ ସେଇ ହିସାବରେ ମାପ ନିଆଯିବ। ଜମି ଗୁଡିକ ଯେତେ ଛୋଟିଆ ଖଣ୍ଡରେ ପରିଣତ ହବ ତାର ମାପ ଚେଞ୍ଜ ହେଇଯିବ। 32 ଇଞ୍ଚ 1 ମାଇଲ ହେଇଯିବ, 64 ଇଞ୍ଚ 1 ମାଇଲ ହେଇଯିବ, ସେଇଭଳି ଭାବରେ। ତମ ମନରେ ଏଇଠି ଗୋଟେ ଡାଉଟ ଥିବ, ଆପଣଙ୍କ ପାଇଁ ଭାଇ କଣ ଯେତେ ଛୋଟିଆ ହବ ସେତେ ମାପ ବଦଳିବ? ଭାଇ ପ୍ରଥମେ ଆମର ରେଭିନ୍ୟୁ ସର୍ଭେରେ 4 ଇଞ୍ଚ ସମାନ 1 ମାଇଲ ହେଇଗଲା, ତାପରେ କ୍ୟାଡାଷ୍ଟ୍ରାଲ ସର୍ଭେରେ ଆମର ଏହି 3ଟି ଗୁଣ ହେଇଗଲା। ପରେ ଏହି ମାପ ପରେ ଆଉ କୌଣସି ମାପ ନାହିଁ କି ୟାଠୁ ଅଧିକ 16 ଇଞ୍ଚରୁ ଛୋଟିଆ ହେଲେ 32 ଇଞ୍ଚ ସମାନ 1 ମାଇଲରେ ନିଆଯିବ। 32 ଇଞ୍ଚ ସମାନ 1 ମାଇଲ ଯେତେବେଳେ ଆଠୁ ଅଧିକ ଛୋଟିଆ ଖଣ୍ଡରେ ଜମି ଗୁଡିକ ପରିଣତ ହବ, ପ୍ଲଟ ଗୁଡିକ ଛୋଟ ଛୋଟ ଖଣ୍ଡରେ ପରିଣତ ହବ, ସେଠି 64 ଇଞ୍ଚ ସମାନ 1 ମାଇଲ ନିଆଯିବ। ଇଏ ହଉଛି ସବୁଠୁ, ଯେଉଁ ନକ୍ସାରେ ସବୁଠୁ ଛୋଟିଆ ଖଣ୍ଡରେ ଜମି ଗୁଡିକ ପରିଣତ ହୋଇଥାଏ, ସେଠି 64 ଇଞ୍ଚ ସମାନ 1 ମାଇଲ ନିଆଯାଇଥାଏ। ଆଉ ମାପ ନାହିଁ 64 ପରେ 68 କି 67 କି 70, ଆର କୌଣସି ମାପ ନାହିଁ ଯେ ତାର
ମାଇଲକୁ ନିଆଯିବ। ବୁଝିପାରିଲେ? ରିଭିଜନର ସର୍ଭେ 1959 ମସିହାରେ ହୋଇଥିଲା। ରିଭିଜନ ସର୍ଭେ 1959 ମସିହାରେ ହୋଇଥିଲା। ତେବେ ରିଭିଜନ ସର୍ଭେ କଣ ନା ରିଭିଜନ ବା ରିଭାଇଜ ବା ରିଭିଜନ କଣ ନା ମନେ କରନ୍ତୁ ଆମେ ଗୋଟେ ବିଷୟକୁ ପଢିଲେ ସାଙ୍ଗେ ସାଙ୍ଗେ ପଢିଲେ ଆମର ସାଙ୍ଗେ ସାଙ୍ଗେ ସବୁ ମନେ ରହିଗଲା। ତାକୁ ଯେତେବେଳେ ଆମେ ଗୋଟେ ମାସ ପରେ ହଉ କିମ୍ବା 7 ଦିନ ପରେ ହଉ କିମ୍ବା 20 ଦିନ ପରେ ଆଉ ମନେ ପକେଇବା, ଆମେ ବର୍ତ୍ତମାନ ଯାହା ଯାହା ପଢୁଛେ ସେତେବେଳେ ସଠିକ ଭାବରେ ସବୁ ମନେ ପଡିବ କି? ମନେ ପଡିବନି। ଗୋଟେ ଅଧା ଅଧା ଭୁଲ ପଡିବା, ଗୋଟେ ଅଧା ଅଧା ମନେ ପଡିବା, ଆଉ ଗୋଟେ ଅଧା ମନେ ପଡିବ ନାହିଁ। ତେବେ ସେଇ ବିଷୟଟିକୁ ଆମେ ଯେତେବେଳେ ଆଉ ଥରେ ପଢିବା, ଭଲ ଭାବରେ ପଢିବା, ତେବେ ଆମର କଣ ହବ? ଯୋଉ ଅଧା ମନେ ପଡୁଥିଲା ଆଉ ଯୋଉ ଅଧା ମନେ ପଡୁନଥିଲା ସବୁ ପୂରଣ ହେଇଯିବ। ସବୁ ଏକା ବେଳକେ ଯାହା ଯାହା ପଢିଲେ ସବୁ ସଠିକ ଭାବରେ ମନେ ପଡିଯିବ। ଠିକ ସେମିତି ଆମର କାଡାଷ୍ଟ୍ରାଲ ସର୍ଭେରେ ଯାହା ଯାହା ଆମେ ଛାଡି ଯାଇଥିଲେ କିମ୍ବା ଜନସଂଖ୍ୟା ବୃଦ୍ଧି ହେଲା ନା, ତାପରେ ଯୋଉ ଜମି ଗୁଡିକ ଛୋଟ ଛୋଟ ଖଣ୍ଡରେ ପରିଣତ ହେଲା, ତାକୁ ନକ୍ସାକୁ ଉଠିବ କୋଉ ସର୍ଭେରେ? ରିଭିଜନାଲ ସର୍ଭେରେ। ରିଭିଜନାଲ ସର୍ଭେ କଣ ନା କ୍ୟାଡାଷ୍ଟ୍ରାଲ ସର୍ଭେ ପରେ ଲୋକ ସଂଖ୍ୟା ବଢିଥିବ, ଜନସଂଖ୍ୟା ବୃଦ୍ଧି ପାଇଥିବ। ଯୋଉ ଜନସଂଖ୍ୟା ବୃଦ୍ଧି ହେଲା ସେମାନଙ୍କର ଛୋଟ ଛୋଟ ଖଣ୍ଡରେ ପରିଣତ ହବ, ପୁଣି ଭାଗ କରାଯିବ ବାପାଙ୍କ ପ୍ଲଟକୁ, ସେମାନଙ୍କ ବାପାଙ୍କ ପ୍ଲଟକୁ ଭାଗ କରାଯିବ। ଭାଗରେ କଣ ହବ ନା ଛୋଟ ଛୋଟ ଖଣ୍ଡରେ ପରିଣତ ହବ। ସେଇ ଯୋଉ ଛୋଟ ଛୋଟ ଖଣ୍ଡକୁ ଏହି ରିଭିଜନାଲ ସର୍ଭେରେ ନକ୍ସାକୁ ଉଠାଇ ଦେଇଥାଏ। ଆଉ ଏହି ସର୍ଭେ 1968 ମସିହାରେ ଆରମ୍ଭ ହୋଇଥିଲା। ଆଶା କରୁଛି ଭିଡିଓଟିକୁ ଆପଣ ଭଲ ଭାବେ ବୁଝିପାରିଥିବେ। ଯଦି କେଉଁଠି ଡାଉଟ୍ ରହିଯାଇଛି ଆପଣ କମେଣ୍ଟରେ ନିହାତି ଭାବରେ ପଚାରି ପାରିବେ।